ସବୁଠାରୁ କଷ୍ଟମୟ ଜୀବନ କୋଉ ମାନଙ୍କର ହୋଇଥାଏ ଜାଣିଛନ୍ତି? ପୁଅ ମାନଙ୍କର। ସେମାନଙ୍କର ମାନେ ପିଲା ଦିନୁ ତାଙ୍କୁ ଗୋଟିଏ ଶିକ୍ଷା ଦିଆଯାଏ, ତୁ ପୁଅ, ତୁ କେବେ କାନ୍ଦିବୁନି, ଆଉ ତତେ ତୋ ଉପରେ ସବୁ ଯାକ ଭାର। ତ ସେ ପୁଅ ମାନେ ପିଲା ଦିନୁ ସେମାନଙ୍କୁ କୁହାଯାଏ ତୁ ମଜବୁତ ହ, ଷ୍ଟ୍ରଙ୍ଗ ହ। ତ ମାସ ଆରମ୍ଭରୁ ମାସ ଶେଷ ଯାଏଁ ସେମାନେ ଖଟନ୍ତି କାହା ପାଇଁ? ନିଜ ପରିବାର ପାଇଁ। ମାନେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରିକି ସେମାନେ କାମ କରିକି ଆଣନ୍ତି 2 ପଇସା। କାହା ପାଇଁ? ନିଜ ପରିବାର ପାଇଁ। ସେମାନଙ୍କୁ ଯଦି ଇଚ୍ଛା ହଉଥିବ ରାସ୍ତାରେ କିଛି ଭଲ ବିକ୍ରି ହଉଛି ଭଲ ଖାଇବା ଖାଇବାକୁ, ସେମାନେ ସେକୁ ମନରେ ମାରି ଦିଅନ୍ତି କି ମୋ ଆଜି ଏତିକି ଟଙ୍କାରେ ଖାଇଦେବି, ମୋ ଘର କେମିତି ଚଳିବ, ସେତିକି ଟଙ୍କା ବଞ୍ଚିଗଲେ ତ କିଛି ଗୋଟେ ଜିନିଷ ଘର ପାଇଁ ହେଇଯିବ। ସେଥିପାଇଁ ପୁଅ ମାନଙ୍କର ବଳିଦାନ ବହୁତ ଥାଏ। ବାପା ମା, ସ୍ତ୍ରୀ, ପିଲାମାନେ ସମସ୍ତଙ୍କର ଦାୟିତ୍ୱ ହଉଛି ବୁଝିବା, ଆଉ ଯିଏ ନ ବୁଝନ୍ତି ତାଙ୍କୁ କଣ କୁହାଯିବ। ସେଥିପାଇଁ ଆପଣଙ୍କ ଘରେ ଯେତେବେଳେ ଆପଣଙ୍କର ପୁଅ କାମ ସାରିକି ଫେରୁଛନ୍ତି, ତାଙ୍କର କଥା ବୁଝନ୍ତୁ। ଯଦି ବାହା ହେଇଛନ୍ତି, ଆପଣ କାହାର ସ୍ତ୍ରୀ ହେଇଛନ୍ତି, ସ୍ୱାମୀ ଫେରୁଛନ୍ତି, ତାଙ୍କ କଥା ବୁଝନ୍ତୁ। ଆଉ ପିଲାମାନେ ବାପାଙ୍କର ଦୁଃଖ ବୁଝନ୍ତୁ। ବାସ୍ ଏତିକି।